हेलो हेलो। हेलो हेलो। हेलो କିଏ କହୁଥିଲେ? ତମେ ଫୋନ କରୁଛ? ମୁଁ ବର୍ଷା ମାମୁଁ କହୁଥିଲି। ଓହୋ। କଣ ଘଟଣା ହେଲା ମୁଁ କାଇଁ ତମ କଥା ଏମିତି ବିଶ୍ୱାସ କରୁନି କଣ? ବର୍ଷାକୁ ପଚାରୁନ। ବର୍ଷାକୁ ପଚାରିବି? ତମଠୁ ମୁଁ ଶୁଣୁଛି, ବର୍ଷାକୁ ପଚାରିବି? ବର୍ଷାକୁ ପଚାର। ତମେ ବାହା ହବ ସେଇ ଯୋଗୁ ତ? ସତ୍ୟ କାହା ସହିତ କରୁଛି ପଚାରୁନ? ସତ୍ୟ? ଦିଅ ବାପ ବୋଉ ରାଣ ପକେଇ ହାତରେ ପାଣି ଧରି ଘରେ ରହିକି ସତ୍ୟ କାହାକୁ କରୁଛି ମତେ କରେଇକି ପଚାରୁନ? ବର୍ତ୍ତମାନ କାକୁ ମୁଁ ଯାହା ଭବିଷ୍ୟତ ଦେଖୁଛି ମୋ ସହିତ ଘଟୁଛି ଜାଣିଛ? ଶୁଣ, ଯାହା କଲ ସେତିକି ରୁହ, ନହେଲେ ଥାନାରେ କେସ୍ ଦିଆହବ। ହଉ। ବୁଝିଗଲ ତ? ହୁଁ। ଝିଅ ରାଜି ନୁହେଁ, ତମେ ଜବରଦସ୍ତି କଲେ କଣ ହବ? ଥାନାରେ କେସ୍ ଦିଆହବ। ସେଇ କଥା ମୋ ଭାଇ ମତେ କହିଲା। ହଉ। ସତ୍ୟ କରିବ ବକା ମୁଁ ଶୁଣିବି, ତା ସହିତ କାମ ଛାଡି ମୁଁ ନିନ୍ଦା ପାଇବି ସବୁଆଡୁ। ତାହେଲେ ମୁଁ କଣ ଚୋର? ତା ମାନେ କାକୁଡି ଜଗନ୍ନାଥ ସ୍ୱପ୍ନାଦେଶ ଯୋଉଟା ହେଇଥିଲା ତମ ତା ଆଇକି କହିକି ଆଇଥିଲି 7 ବର୍ଷ ତଳୁ 7.5 ବର୍ଷ କାହିଁକି ହବ? ହଁ ମାରିଥିଲେ। ତାପରେ ଝିଅ ପସନ୍ଦ କଲେ ଯାହା ହବ। ବର୍ତ୍ତମାନ ସିଏ ତ ନିଜେ ପସନ୍ଦ କଲା, ମତେ ସବୁଆଡୁ ମାନେ ତା ବୋଉ ଟେକା ମାଡ କଲା, ମାରିବାକୁ ଲୋକ ଲଗେଇଲା। ସବୁଆଡୁ କରିକି ବର୍ତ୍ତମାନ ସମୟ କହିକି ହଁ ଭଲ ପାଉଛି ମୋ ଖୁଡିକି କହିକି ବି ସୁଧା ତାପରେ ଏଇଟା ଯାହା ଏଇନେ ଯାହା କରୁଛି ଠିକ କରୁଛି ତ 7.5 ବର୍ଷ ଅପେକ୍ଷା କରେଇକି? ଶୁଣ, ହ୍ୟାଲୋ। ହଁ। ବର୍ତ୍ତମାନ ପାଇଁ ଯାହା ହେଲା ସେ ଝିଅକୁ ଭୁଲିଯାଅ। ବାହାଘର ଦିହ ଲାଗିଛି କଣାସରେ। ହେଲା, ସେ ଝିଅ ରାଜି ଅଛି। ତାଙ୍କର ଏଇ ଫେବୃଆରୀ 27ରେ ତାଙ୍କ ମ୍ୟାରେଜ ଆନିଭର୍ସରୀ ହବ। ରିଙ୍ଗ ଆନିଭର୍ସରୀ ହବ। ହୁଁ। ତାଙ୍କର ତମେ ସେ ଝିଅକୁ ଭୁଲିଯାଅ। ଆଉ ଯଦି ରିଙ୍ଗ ଆନିଭର୍ସରୀ ସବୁ ତମେ ଯଦି କଣ ଡିଷ୍ଟର୍ବ କଲ, ଥାନାରେ ଏଫଆଇଆର ଦିଆହବ। ତମେ ଜାଣିଥିବ ତା ପରିସ୍ଥିତି କଣ କରାଯିବ ଆଉ। ବୁଝିଗଲ ତ? ହୁଁ। ବର୍ତ୍ତମାନ ପାଇଁ ଝିଅକୁ ତମେ ଭୁଲିଯାଅ। ତା ବାହାଘର ମୁଁ ଲଗେଇ ଦେଇଛି। 27 ତାରିଖରେ ରିଙ୍ଗ ଆନିଭର୍ସରୀ ହବ। ହୁଁ। ସେ ଝିଅକୁ ତମେ ଭୁଲିଯାଅ। ତାହେଲେ ଏତେ କରିଦେଲା କାହିଁକି? ସିଏ କଣ ଝିଅ ମନା କରୁଛି ବୋଲି ଆମେ ଏତେ କରୁଛୁ? ଝିଅ ତମ ପସନ୍ଦ ନୁହଁ? ହୁଁ। ଯିଏ କହୁଛି ମୋ ଝିଅ ବୟସ ଦେଖ, ପସନ୍ଦ ତା ବୟସ ଦେଖ, ମୁଁ କଣ କଣ ତାକୁ ବାହା ହେବି? ମାନେ ମୁଁ ଝିଅର ପସନ୍ଦ ନୁହଁ? ନା, ଯିଏ କହୁଛି ମୋ ବୟସ ଦେଖ, ତାଙ୍କ ବୟସ ଦେଖ, ଆଉ ମୁଁ ତାଙ୍କୁ ଭଲ ପାଇବି? ସେ ବୟସ ମୁଁ ତାକୁ ଲୁଚେଇଥିଲି? ମୁଁ କଣ ସେ କଥା କହିପାରିବି? ଭଲ ପାଇବା ତାହେଲେ ବୟସ ଶୁଣ ନଥିଲେ ଆଜି ଆଉ। ଆଜି ଯେତେବେଳେ ତମକୁ ଏ କଥା କହିଲା ନାଇଁ କି ହଁ। ବର୍ତ୍ତମାନ ତାକୁ ଯେତେବେଳେ ସେଇ କଥା ମୁଁ କହିଥିଲି, ଦେଖେ ଏଇଭଳିଆ ପରିସ୍ଥିତି ତୁ ଏମିତି କର ନା ଭଲ ହବନି। ବର୍ତ୍ତମାନ ସିଏ ହଉ ଦେଖ, ସେମିତି ହେଲେ ତମେ ମୁଁ ଯୋଉ କଥା ମାନ, ଶୁଣ ନହେଲେ ଝିଅ ବାହା ହେଲା ତମେ ବିଶ୍ୱାସ କରିପାରିବ? ତମେ ଯୋଉଠିକି ଯାଅ ଚୋର ବିକିରି। ଆଉ ଗୋଟେ କଥା ବି ତମକୁ କହିଦଉଛି। କହୁନ। ଯଦି ତମେ ସିଏ ଯଦି ବାଛିଯିବେ, ଏକଥା ମୋର କିଛି କହିବାର ନାହିଁ। ହଁ। ଗୋଟିଏ କଥା କିନ୍ତୁ କହୁଛି, ଆଗକୁ କିନ୍ତୁ ତମେ ଯୋଉଟା ସବୁ ତ ସତ ହବାରୁ ମୁଁ ଆଜି ମାନେ ମୋ ପାଇଁ କଣ ବନ୍ଧୁ ପ୍ରସ୍ତାବ ଦେଖୁନାହାନ୍ତି ଘରେ? ମୁଁ କାହିଁ ମନା କରୁଛି ମାନେ ତ ଝିଅ ତ ମନା କରୁଛି ନା। ମୋ କଥା ଟା ଶୁଣି ଦିଅ। ନାଇଁ କି ତମକୁ ସେଦିନ ତମ ସ୍ତ୍ରୀ କହିଲେ ଏଠି ମୁଁ ତାକୁ ମିଛରେ ଆଣ ନିଅ ଦେଇ ଖାଇଲା କଂସା ଭଳିଆ ମୁଁ ପିଲା ମୁଣ୍ଡ ଛୁଇଁ ଦେଇଛି। ମୁଁ ଭବିଷ୍ୟତ ଦେଖି ସାରିଛି। ଯୋଉଟା ମୋ ସତ ହଉଛି ମୋ ବୋଲି ଶୁଣ ସ୍ତ୍ରୀ ଶୁଣ ସମସ୍ତିଙ୍କର ଅସୁବିଧା ମାନେ ଦୂର କରିବାକୁ ମୁଁ ଆଜି ଏଥିପାଇଁ ରାଜି। ନୁହେଁ କି କାହା ବୋଲିକା ନୁହଁ ଯେ ମତେ ପିଲା ମିଳୁନି ମୁଁ ତମ ପିଲା ପଛରେ ପଡିଛି। ଏଇ ଗୋଟେ ମନେ ରଖିଥବ। କାରଣ ମୁଁ ଯୋଉ ଭବିଷ୍ୟତ ଦେଖିନି ମାନେ ମୋ ସହିତ ବି ସେ ଘଟିଲାଣି। ତାପରେ ଯିଏ ଆଗଛରେ ତା ଘର ଲୋକ ସହିତ ଘଟିବ। ତେଣୁ କରି ମୁଁ ଏଥିପାଇଁ ହିଁ ମୁଁ ଆଗଉଛି ହେଲା। ଏଠି କାକଟପୁର ଜଗନ୍ନାଥ ଯଦି ପାରୁଛ ଗୋଟେ This ଭଲ call is ଶୁଣ now being recorded. ରେକର୍ଡିଂ କରିଥାଅ। ପାରୁଛ ଯଦି Call ଦିନ ତ recording has now ended. କୋଉ ଦିନ ଟିକେ ଯାଇକି ଟିକେ ବୁଝାବୁଝି କର ହେଲା।
ମୋ କଥାଟା ମାନ। ହ୍ୟାଲୋ। ମୁଁ କଣ କହୁଛି ଶୁଣ। ହଁ। ବର୍ତ୍ତମାନ ଝିଅକୁ ଭୁଲିଯାଅ, ମୁଁ ଗୋଟିଏ କଥା ତମକୁ କହୁଛି। ହୁଁ। ଗୋଟିଏ ତମେ କଥା ଯଦି ମୋ ଝିଅ ଭଲ କଥା ପାଉଛ, ଶୁଣ, ମୁଁ ଭଲ ପାଏ, ମୁଁ କାହାକୁ ଧୋକା ଦେଇନି ଆଜି ଯାଏଁ। ମୁଁ ନାକି ମୁଁ ତମକୁ ଖୋଲିକି କହୁଛି, ତା ବୋଉ କହିଦବ ମୋ ନାଁରେ କହିବା ପୂର୍ବରୁ ଭାବି ଯେମିତି ମୁଁ କହିଥାନ୍ତେ। ମୁଁ କାହାକୁ ଧୋକା ଦେଇନି, ତାକୁ ମୁଁ ଯୋଉ ଅନୁସାରେ କହିଛି ସେ ଯାହା ମତେ କଥା ଦେଇଛି ସିଏ ବି ସେଇ ଅନୁସାରେ କାମ କରୁଛି। ଆଜି ତମେ ଜବରଦସ୍ତି କରୁଛ, କର, ମୁଁ କିଛି ମୁଁ ଏଠି ଅଟକିବିନି। ତମେ ଥାନାକୁ ଯାଅ ନାକି, କିନ୍ତୁ ମୁଁ ସେଥିରେ ବି ଅଟକିନି। ମତେ ସିଏ ତା ମୁହଁରେ କହୁ, ତା ମୁହଁରେ କହୁ। କାରଣ ଅସୁବିଧା ତ ତମେ ଆମ 2ଟା ଜୀବନ ସହିତ ଆଉ 10 ଜଣଙ୍କ ଜୀବନ ମୁଁ ବର୍ବାଦ ହେବାକୁ ଚାହୁଁନି, ଚାହୁଁନି। ମୁଁ ବହୁତ ଜିନିଷ କ୍ଷତି ଲୋକଙ୍କୁ ଦେଖି ସାରିଲାଣି। କୋଉଠି ଜୀବଜନ୍ତୁ ମରି ସାରିଲାଣି, କାହାର ଆଙ୍ଗୁଠି କଟି ସାରିଲାଣି। ଯୋଉ ଆଗକୁ ମୋ ଘରେ କେହି ବଞ୍ଚିବେନି, ତମ ଘରେ ବି କେହି ବଞ୍ଚିବେନି, ଏଇଭଳିଆ ପରିସ୍ଥିତି ଦେଖିଛି ହେଲା। ମୁଁ ଯଦି ମିଛ କହୁଛି, ଯାଅ ମୁକ୍ତି ମଣ୍ଡପ ଯାଅ, ଯୋଉଠିକି ଯାଅ, ଗୋଟେ ବୁଝ। ଯଦି ମୁଁ ଏଥିପାଇଁ ରାଜି ଅଛି ହେଲା। ଇଆଡେ କହିଛି ତୁ 2ଟା ଖାଇବୁ ପଛେ, ତୁ କିନ୍ତୁ କହିବୁ। ମୁଁ ଜାଣିନି ତମେ ଗୁଳି କରିଛ ଆଉ। ମୁଁ କେବେ ଗୁଳି କରିଛ, ତମ ଶୁଣ, ଝିଅକୁ ଭଲ ପାଇ ବାହାଘର ଗୁଳି କରିଛ, ସେଇଥିପାଇଁ ଝିଅ ମନା କରୁଛି ଆଉ। ମୁଁ କରୁନି। ଡେଉଁରା ମୁଁ ପିନ୍ଧିଥିଲା, ଡେଉଁରା କାଲାଙ୍କୁ ଶୁଣ, ଝିଅ ଏଇ କଥା କହିଲା ଆଉ। ଆଁ ଝିଅକୁ ଡେଉଁରା ହେଇଥିଲା, ଡେଉଁରା କଢା ହବ, ଝିଅ ମନା କରି ମୁଁ ତମକୁ ବାହା ମନା କରୁଛି ଆଉ। ମୁଁ ଡౌଁରିଆ ଝିଅକୁ ତ ଦେଇନି। ଆଉ ସେ କୋଉ ଡେଉଁରା ପିନ୍ଧିଥିଲା? ଡౌଁରିଆ ତାକୁ ପଚାରୁନ, ମୁଁ ଦେଇନି ଟୋଟାଲି କାହାକୁ କିଛି। ମୁଁ ତମେ ଯୋଉ ଦିଅଙ୍କୁ ବୁଢା ଲିଙ୍ଗ ହଉ, ଆମେ ରାଣ ପକେଇଛୁ। ସିଏ ଆଗ ନିଜେ ହିଁ କହିଲା ସତ୍ୟ କରିବା। ମୁଁ କହିଲି ସତ୍ୟ କଲେ ଭାଙ୍ଗି ପାରିବାନି, ଏମିତି ଅସୁବିଧା। ମୁଁ ବି ସେଇଟା ଠାକୁରଙ୍କୁ ହବୁ, ଏମିତି ଅସୁବିଧା କଣ ସତ୍ୟ ଭାଙ୍ଗିବୁ ନା? ଭାଙ୍ଗି ପାରିବନି, ଭାଙ୍ଗିଲେ ତମେ 2 ଜଣ ହିଁ ମରିବ। ହଉ ହଉ ବର୍ତ୍ତମାନ ହଉ, ତମେ ସୋମନାଥ, ଯାହା ଶୁଣ କର, ଶୁଣ 27 ତାରିଖ ତକ ରିଙ୍ଗ ଆନିଭର୍ସରୀ, ତମେ କିଛି ମୁଣ୍ଡ ଏପଟ କରିବନି ହେଲା। ମୁଣ୍ଡ ଏପଟ ସେପଟ କରିବି, ତମେ ଗୋଟେ ମୁକ୍ତି ମଣ୍ଡପରେ ବୁଝ। ମୁଁ ବି ବୁଝିବି, ଯଦି ବୁଝି ସାରିଲା ପରେ। କାରଣ ମତେ 2 ଥର ଗାଡି ପିଟି ସାରିଲାଣି, କିଏ ଜାଣିଛ। ସବୁ? ମାନେ 3 ଲକ୍ଷ ଗୋଟେ ଲୋକ ପୋଲିସ ବାଲା କହିବ ଜାତିରେ ପାଇଜା, ସେ ଯୋଉ ଦିନ ଆସିବ, ଯଦି ସେ ପଇସା ଲୋଭ କରିଯିବ, ତା ପର୍ଯ୍ୟନ୍ତ ଗାଡି ପିଟିବ। ମୁଁ କହିଲି ଏଟା ସ୍ୱପ୍ନ ଦେଖିଲି, ମିଛ ବୋଧେ ନା? ତୁ ମିଛ ଭାବୁଛୁ? ପୁଣି ଆଉ ଥରେ ଗାଡି ପିଟିବ ଅମୁକ ଜାଗାରେ। ସେଇ 2ଟା ଘଟଣା ଘଟି ସାରିଲାଣି। ଆଉ କେତେ ନାଇଁ କି? ଆଉ ଗୋଟେ ଜିନିଷ, ଗୋଟେ ଲୋକ ଆଙ୍ଗୁଠି କଟି ସାରିଲେଣି। କହିଲେ ସେ ଆଙ୍ଗୁଠି ଇଏ ଯେତେବେଳେ ତା ମା ହଉଛି ଗୋଟେ ପଚାର, ତାକୁ ଦେଲେ ତ ସବୁ ପ୍ରସ୍ତାବ ଦେଲେ, ଆଉ କଣ ୟାଙ୍କୁ ବାହା ହବୁ? ମୋ କଥା କହିଲା। ତମ ଆଡେ ଗଲେ ତାଙ୍କୁ କହିଲେ ହଁ ସେ ଯଦି କହିବ ମୁଁ ରାଜି ଅଛି। ତାପରେ ସେ ମାଉସୀ ତାଙ୍କର ଯିଏ ହେବେ, ସେ ମନା କଲେ, ଆଙ୍ଗୁଠି ଦେଖି ମନା କଲେ। ରାତି ଶୋଇନା, ସେ ଆଙ୍ଗୁଠି ଦେଖଉଛି, ମନା କରୁଛି, ଦେଖିବୁ ତାକୁ ମାରିଦେବି। ମୁଁ କହିଲି ନାଇଁ ମା, ସେମିତି କହନା। ମୁଁ ଆସିଲେ ବଞ୍ଚା ନା, ମୁଁ କିନ୍ତୁ ଯାହାହେଲେ ଗୋଟେ କ୍ଷତି କରିବି। ଯୋଉ ଆଙ୍ଗୁଠି ଦେଖିଛି କାଟି, ବର୍ତ୍ତମାନ ସେ ଆଙ୍ଗୁଠି ଗଲେ ଆଗକୁ। ମୁଁ ବି କହୁଛି, ମୋ ଘର ପରିବାର ହ୍ୟାଲୋ ମରିବା ଦେଖିଛି, ତମ ହ୍ୟାଲୋ ପରିବାର ହ୍ୟାଲୋ ବି ମରିବା ଦେଖିଛି। ମୁଁ ଏଥିରେ ହ୍ୟାଲୋ କଣ କରିବି କୁହ? ହ୍ୟାଲୋ। ହଁ କହୁନ। ଏବେ ଝିଅ ରିଙ୍ଗ ଆନିଭର୍ସରୀ ହବ, ତମେ କିଛି ମୁଣ୍ଡ ପୁରେଇବନି, ମୁଁ ଏତିକି ରଖୁଛି। କାହିଁକିନା ତମକୁ ଜଣେଇବି, ଯଦି କଣ ହେଲା ଅସୁବିଧା କଣ ହବ ପୁରା ପୁରି ସେ ତମେ ଭଲ ପାଇଁ କହିଦଉଛି। ମୁଁ ଯିଏ ତମ ବାହା ମନା କଲା ନା, ମୁଁ ସେଇଟା ବଡ ଭାଇ କହିଦଉଛି। ଶୁଣ, ଝିଅ ରାଜି ନାହିଁ, ଝିଅ କୁହ, ଝିଅ କଥା ହଉ। ଝିଅ କଣ କଥା ହବ? ଝିଅ ତା ତୁଣ୍ଡରେ ଝିଅ କହୁ। କଣ କଥା ହବ? ଝିଅ ତା ତୁଣ୍ଡରେ କହୁ। ମୁଁ ମନା କରୁନି ତ, ଝିଅ ତା ତୁଣ୍ଡରେ କହୁ। ଝିଅ ତା ତୁଣ୍ଡରେ କହୁ। ଝିଅ ତାର ମୁଁ ଫୋନ ନେଇଯାଇଛି, ତାର ରିଙ୍ଗ ଆନିଭର୍ସରୀ ହବ ବୋଲି 27 ତାରିଖ ମୁଁ ଝିଅ ବାହାଘର ତା ବୁଝିଛି। ତୁଣ୍ଡରେ କହୁ। ସିଏ କାହା ତମକୁ ତୁଣ୍ଡରେ କହିବ? ଝିଅ ତ ଆମକୁ ଝିଅ କହିଲା ନା। ତୁଣ୍ଡରେ କହିବ। ତମେ ଯାଅ ଥାନାକୁ ଯାଅ। ମୁଁ ଆଉ ଗୋଟେ ଥର ଯଦି ପଣ୍ଡିତ ଯେତେ ମୁଁ ଯିବି, ମୁକ୍ତି ମଣ୍ଡପ ଲୋକ ପାଖକୁ ଯିବି, ଏ ତମେ କଥା ଏତେ ବୁଝିବି। କଥା ନାହିଁ, ଦେଖ ଏ କଥା ଝିଅ ଶୁଣ, ଝିଅ ମୁଁ ଆଗ ବୁଝି ମନା କଲା, ସାରିଲା ପରେ ଯୋଉ କଥା। ତମେ ଯଦି ମୁଣ୍ଡ ପୁରେଇଲ ଆଉଥରେ, ହଁ ତମ ଘରଠି 50 ଲୋକ ଠିଆ ହେବେ, ହଁ ଯାହା ହବ ତ ହବ ଆଉ। ହଁ ହଉ। ଠିକ ଅଛି, ଏତିକି ରଖୁଛି। ହଁ କୋଉଠି ମୁଣ୍ଡ ପୁରେଇବନି। ହଁ ଝିଅ ମତେ ଖୋଲା କଥା ନାଇଁ କରିଦବୁ, କିଛି କଥା ନାହିଁ। ଝିଅ ମନା କଲା, ତମେ କଣ ମନା କରିବ? ତମେ କିଏ? ମତେ କହିଛି ନା ତମକୁ କହିଛି? ଝିଅକୁ ଯେତେବେଳେ ମତେ ଏତେ କଥା ସତ୍ୟ କଥା ମତେ ଏତେ ହଇରାଣ କରୁଥିଲା, କଣ ତମକୁ ପଚାରି କରୁଥିଲା? ହଁ ଆ ଝିଅ ତ ମନା କରୁଛି ନା। ଆରେ ଝିଅ ମତେ ମନା କରୁ। ତମକୁ କେମିତି ମନା କରିବ? ହଁ ତମେ ନା କିଏ? ତମେ କିଏ ମୋ ଝିଅ ସହିତ ବାପା ମା କୋଉଠି 22 ବର୍ଷ ବଢେଇଲେଣି, ଆଉ ତମେ କିଏ? କଣ ଆଜିକି 7 ବର୍ଷ ଭଲ ପାଇବା ତମେ ହେଇଯିବ? ଆଜି 7 ବର୍ଷ ଭଲ ପାଇବା ହଉଛି କି ନ ହଉଛି, ତମେ ଝିଅକୁ ଦିଅ, ଝିଅ କହୁ ତା ତୁଣ୍ଡରେ। ଆଜିକି ଝିଅକୁ 22 ବର୍ଷ ହେଲା, ବାପା ମା ବଢିଲେଣି, ସିଏ ତା ଭଲ ପାଇବା ନାହିଁ, 7 ବର୍ଷ ଭଲ ପାଇବା ନାହିଁ, ଭଲ ପାଇବା। 22 ବର୍ଷ ହେଇନି, 24 ବର୍ଷ ଚାଲିଲା, 22 ବର୍ଷ ହେଇନି। ସମାନରେ ହାତ ରହୁଥିଲେ ତମେ କଥାବାର୍ତ୍ତା ଶୁଣ, ମୁଁ ରଖୁଛି। ତମେ ଝିଅ କଥାବାର୍ତ୍ତା କର ଗୋଟେ ଥର।
ମୁଁ ମନା କରୁନି। ଯିବା ପାଇଁ ଆମେ କଥା ହେଇ ତମେ ମୁଁ ଏତିକି ରଖୁଛି, ତମେ କିଛି ମୁଣ୍ଡ ପୁରେଇବନି। ତମେ ଯିବ କଥାବାର୍ତ୍ତା କର। ମୋ ପିଲା ବି ଆଇଥିଲେ ମୋ ପିଲା 7 ବର୍ଷ ହଁ ହେଲାଣି। ରଖୁଛି।